କମ୍ ନୁହେଁ, କେବଳ ଅଲଗା। ମ୍ୟାଥ୍ୟୁ ଏବଂ କ୍ୟାଥେରିନ୍ ସେମାନଙ୍କର ପୁଅ ଜନ୍ମ ହେବା ପରେ ଖୁସିରେ ଭରି ଯାଇଥିଲେ, କିନ୍ତୁ ସେଇ ଖୁସି ଶୀଘ୍ର ଦ୍ୱନ୍ଦ୍ୱ ଏବଂ ଭୟରେ ପରିଣତ ହେଲା। ଡାକ୍ତରମାନେ ସେମାନଙ୍କୁ କହିଲେ ଯେ ସେମାନଙ୍କର ପୁଅ କେବିନ୍ର ଏକ ଶାରୀରିକ ଶକ୍ତିହୀନତା ଅଛି, ଯାହା ଅନ୍ୟ ପିଲାମାନଙ୍କ ପରି ଚାଲିବା ଏବଂ କଥା କହିବା କ୍ଷମତା ପ୍ରଭାବିତ କରିବ। କୋଠରୀଟି ନୀରବ ହୋଇଗଲା। ସମ୍ପର୍କୀୟମାନେ ସହାନୁଭୂତି ସହିତ ଆସିଲେ, କିନ୍ତୁ ଆଶା ସହିତ ନୁହେଁ। କିଛି ଲୋକ ଫୁସ୍ଫୁସ୍ ହୋଇ କହିଲେ, ଏହା ଜୀବନ ସାରା ଏକ ବୋଝ ହୋଇ ରହିବ। ଅନ୍ୟମାନେ କହିଲେ, ପ୍ରଭୁ କାହିଁକି ଏମିତି ହେବାକୁ ଦେଲେ? ଯେତେବେଳେ କେବିନ୍ ବଡ଼ ହେଲା, ଦୁନିଆ ଦୟାଳୁ ହେଲା ନାହିଁ। ପଡ଼ୋଶୀ ପିଲାମାନେ ତାଙ୍କୁ ଚାହିଁ ରହୁଥିଲେ। କିଛି ଲୋକ ହସୁଥିଲେ। ତାର ପରିସ୍ଥିତି ବିଷୟରେ ନ ଜାଣି କିଛି ଲୋକ ତାକୁ ଏଡ଼ାଇ ଯାଉଥିଲେ। ପାରିବାରିକ ସମାବେଶରେ ମଧ୍ୟ ଲୋକମାନେ ମ୍ୟାଥ୍ୟୁ ଏବଂ କ୍ୟାଥେରିନ୍‌ଙ୍କ ସହିତ ସ୍ନେହରେ କଥା ହେଉଥିଲେ, କିନ୍ତୁ କେବିନ୍‌କୁ ଅଣଦେଖା କରାଯାଉଥିଲା, ଯେପରିକି ସେ ସେଠାକାର ପୂର୍ଣ୍ଣ ଅଂଶ ନୁହେଁ। କ୍ୟାଥେରିନ୍ ପ୍ରାୟତଃ ରାତିରେ ନିଜ ପୁଅକୁ ଧରି ଚୁପଚାପ କାନ୍ଦୁଥିଲେ। ପ୍ରଭୁ, କେବଳ ମୋ ପିଲା ସହିତ କାହିଁକି? ମ୍ୟାଥ୍ୟୁ ବାହାରୁ ମଜବୁତ ଥିଲେ ମଧ୍ୟ ଭିତରେ ଭିତରେ ସଂଘର୍ଷ କରୁଥିଲେ। ସେ କେବିନ୍‌ର ଭବିଷ୍ୟତ, ତାର ସମ୍ମାନ ବିଷୟରେ ଚିନ୍ତା କରୁଥିଲେ। କିନ୍ତୁ ସେମାନେ ପ୍ରାରମ୍ଭରୁ ଗୋଟିଏ କଥା ନିଷ୍ପତ୍ତି ନେଇଥିଲେ, ଦୁନିଆକୁ ସେମାନଙ୍କର ପିଲାର ପରିଚୟ ସୃଷ୍ଟି କରିବାକୁ ଦେବେ ନାହିଁ। ଯେତେବେଳେ କେବିନ୍‌କୁ 6 ବର୍ଷ ହେଲା, ମ୍ୟାଥ୍ୟୁ ଏବଂ କ୍ୟାଥେରିନ୍ ତାକୁ ପାଖରେ ଥିବା ଏକ ସ୍କୁଲରେ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଲେ। କିନ୍ତୁ ସ୍କୁଲରେ ହୋଇଥିବା ସାକ୍ଷାତ ସେମାନଙ୍କ ଆଶା ଅନୁଯାୟୀ ହେଲା ନାହିଁ। ସ୍କୁଲର କର୍ମଚାରୀମାନେ କେବିନ୍‌କୁ ଦେଖିଲେ ଏବଂ ଏକ ସଂକ୍ଷିପ୍ତ ଆଲୋଚନା ପରେ ସେମାନଙ୍କ ମଧ୍ୟରେ ଜଣେ ନମ୍ରତାର ସହିତ କହିଲେ, ଆମେ ଦୁଃଖିତ, ତାଙ୍କ ଭଳି ପିଲା ପାଇଁ ଆମ ପାଖରେ ସୁବିଧା ନାହିଁ। ସ୍କୁଲ ଗେଟ୍ ବାହାରେ କ୍ୟାଥେରିନ୍ ଭାଙ୍ଗି ପଡ଼ିଲେ। ତାକୁ କେବଳ ଗୋଟିଏ ସୁଯୋଗ ଦରକାର, ବାସ୍ ସେତିକି, ସେ କାନ୍ଦି କାନ୍ଦି କହିଲେ। ମ୍ୟାଥ୍ୟୁ ଅସହାୟ ହୋଇଥିଲେ। ସେହିଦିନ କିଛି ଗୋଟିଏ ବଦଳିଗଲା। ମ୍ୟାଥ୍ୟୁ ନୀରବରେ ଘରକୁ ଗଲେ। ସେହି ରାତିରେ ସେ ଆଣ୍ଠୁମାଡ଼ି ବସି ନିଜ ପତ୍ନୀଙ୍କ ସହିତ ପୂର୍ବ ଅପେକ୍ଷା ଅଧିକ ପ୍ରାର୍ଥନା କଲେ। ପ୍ରଭୁ, ଯଦି ଦୁନିଆ ତା ପାଇଁ କବାଟ ବନ୍ଦ କରେ, ତେବେ ଆପଣ ଗୋଟିଏ କବାଟ ଖୋଲନ୍ତୁ। ତାକୁ କାହିଁକି ଆମକୁ ଦେଇଛନ୍ତି, ତାହା ଆମକୁ ଦେଖାନ୍ତୁ। ସେହି ଦିନଠାରୁ ସେମାନଙ୍କର ପ୍ରାର୍ଥନା ଗଭୀର ହୋଇଗଲା। କେବଳ କାହିଁକି ପଚାରିବା ପରିବର୍ତ୍ତେ ଆଗକୁ କ'ଣ ପଚାରିବାକୁ ଲାଗିଲେ। କ୍ୟାଥେରିନ୍ ଧୈର୍ଯ୍ୟର ସହିତ କେବିନ୍‌କୁ ଘରେ ପଢ଼ାଇବା ଆରମ୍ଭ କଲେ। ଥରକେ ଗୋଟିଏ ଶବ୍ଦ। ମ୍ୟାଥ୍ୟୁ ତା ସହିତ ଅଧିକ ସମୟ ବିତାଇଲେ। ତାର ପ୍ରତ୍ୟେକ ଛୋଟ ପଦକ୍ଷେପକୁ ଉତ୍ସାହିତ କଲେ। ଉନ୍ନତି ଧୀରେ ଥିଲା, ବହୁତ ଧୀରେ। ଏମିତି ଦିନ ବି ଥିଲା ଯେତେବେଳେ କେବିନ୍ ଗୋଟିଏ ବି ଶବ୍ଦ ସ୍ପଷ୍ଟ ଭାବରେ କହିପାରୁନଥିଲା। ଚାଲିବାକୁ ଚେଷ୍ଟା କରୁ କରୁ ପଡ଼ିଯିବାର ଦିନ ବି ଥିଲା। କିନ୍ତୁ ପ୍ରତି ରାତିରେ ସେମାନେ ତଥାପି ପ୍ରାର୍ଥନା କରୁଥିଲେ। କିଛି ବର୍ଷ ପରେ ଏକ ଛୋଟ ସ୍ଥାନୀୟ ଚର୍ଚ୍ଚ ପିଲାମାନଙ୍କ ପାଇଁ ଏକ ସମାବେଶ ଆୟୋଜନ କଲା। ମ୍ୟାଥ୍ୟୁ ଏବଂ କ୍ୟାଥେରିନ୍ କେବିନ୍‌କୁ ନେଇଗଲେ। ଯେତେବେଳେ ପିଲାମାନଙ୍କୁ ଆଗକୁ ଆସି କିଛି କହିବାକୁ ଆମନ୍ତ୍ରଣ କରାଗଲା, କେବିନ୍ ଯିବାକୁ ଜିଦ୍ ଧରିଲା। କ୍ୟାଥେରିନ୍ ଦ୍ୱନ୍ଦ୍ୱରେ ପଡ଼ିଲେ। ଯଦି ସେମାନେ ହସନ୍ତି, ସେ ଫୁସ୍‌ଫୁସ୍ ହୋଇ କହିଲେ, କିନ୍ତୁ ମ୍ୟାଥ୍ୟୁ କହିଲେ, ତାକୁ ଚେଷ୍ଟା କରିବାକୁ ଦିଅ। କେବିନ୍ ଧୀରେ ଧୀରେ କମ୍ପୁଥିବା ପାଦରେ କଷ୍ଟ କରି ଆଗକୁ ଗଲା। କୋଠରୀଟି ଶାନ୍ତ ହୋଇଗଲା। ଭଙ୍ଗା ଭଙ୍ଗା କିନ୍ତୁ ଦୃଢ଼ ଶବ୍ଦରେ ସେ କହିଲା, ପ୍ରଭୁ ସମସ୍ତଙ୍କୁ ଭଲ ପାଆନ୍ତି। ଏହା ସ୍ପଷ୍ଟ ନଥିଲା, କିନ୍ତୁ ଏହା ଶକ୍ତିଶାଳୀ ଥିଲା। କୋଠରୀରେ ଥିବା କିଛି ଲୋକଙ୍କ ଆଖିରେ ଲୁହ ଥିଲା, କାରଣ
ସେମାନେ କେବଳ ଶବ୍ଦ ଶୁଣି ନଥିଲେ, ସେମାନେ ସାହସ ଦେଖିଲେ। ସେହି ମୁହୂର୍ତ୍ତରେ କିଛି ବଦଳିଲା। କେବିନ୍ ହଠାତ୍ ଅନ୍ୟ ପିଲାମାନଙ୍କ ପରି ହୋଇଗଲା ନାହିଁ, କିନ୍ତୁ କିଛି ବଦଳିଗଲା। ଲୋକମାନେ ତାକୁ ଭିନ୍ନ ଦୃଷ୍ଟିରେ ଦେଖିବାକୁ ଲାଗିଲେ। ଯେତେବେଳେ ସେ ବଡ଼ ହେଲା, ସେ ସମାବେଶ, ସ୍କୁଲ ଏବଂ ପ୍ରାର୍ଥନା ସଭାରେ ଆଶାର ଛୋଟ ବାର୍ତ୍ତା ବାଣ୍ଟିବାକୁ ଆରମ୍ଭ କଲା। ସେ ସରଳ ଭାବରେ କହୁଥିଲା, ଯଦି ମୁଁ ହସିପାରିବି, ତେବେ ଆପଣ ବି ହସିପାରିବେ। ପ୍ରଭୁ ମୋତେ ଏମିତି ତିଆରି କରିଛନ୍ତି, କିନ୍ତୁ ସେ ମୋ ସାଥିରେ ଅଛନ୍ତି। ଏବଂ ଲୋକମାନେ ଶୁଣିଲେ। ଯେଉଁ ପିତାମାତାମାନେ ଦିନେ ନିଜର ସଂଘର୍ଷ କରୁଥିବା ପିଲାମାନଙ୍କୁ ଲୁଚାଇ ରଖିଥିଲେ, ସେମାନେ ସାହସ ପାଇଲେ। ଯେଉଁ ଯୁବକମାନେ ଦୁର୍ବଳ ଅନୁଭବ କରୁଥିଲେ, ସେମାନେ ଶକ୍ତି ପାଇଲେ। ଦୁନିଆ ଦିନେ ଯାହାକୁ ପ୍ରତ୍ୟାଖ୍ୟାନ କରୁଥିଲା, ତାହା ଏବେ ପ୍ରେରଣା ଦେବା ଆରମ୍ଭ କରିଥିଲା। ଗୋଟିଏ ସନ୍ଧ୍ୟାରେ କ୍ୟାଥେରିନ୍ ଦେଖିଲେ ଯେ କେବିନ୍ ପିତାମାତା ଏବଂ ପିଲାମାନଙ୍କର ଏକ ଛୋଟ ଗୋଷ୍ଠୀ ସହିତ କଥା ହେଉଛି। ଏମାନେ ସେହିଭଳି ଲୋକ ଥିଲେ ଯେପରି ଦିନେ ସେମାନେ ନିଜେ ଥିଲେ, ଦ୍ୱନ୍ଦ୍ୱରେ ଥିବା, ଭାଙ୍ଗି ପଡ଼ିଥିବା, ଉତ୍ତର ଖୋଜୁଥିବା ଲୋକ। ତାଙ୍କ ଆଖିରୁ ଲୁହ ଖସି ପଡ଼ିଲା। ପ୍ରଭୁ, ଆମେ ଆପଣଙ୍କୁ ତାକୁ ଠିକ୍ କରିବାକୁ କହିଥିଲୁ, ସେ ଧୀରେ ଧୀରେ କହିଲେ, କିନ୍ତୁ ଆପଣ ତାକୁ ଅନ୍ୟମାନଙ୍କୁ ସୁସ୍ଥ କରିବାକୁ, ଏକ ଉତ୍ସାହିତ କରିବାକୁ ବ୍ୟବହାର କଲ। ମ୍ୟାଥ୍ୟୁ ତାଙ୍କ ପାଖରେ ଠିଆ ହୋଇ ନମ୍ରତାର ସହିତ କହିଲେ, ଦୁନିଆ ଏକ ସୀମା ଦେଖିଲା, ପ୍ରଭୁ ଏକ ଉଦ୍ଦେଶ୍ୟ ଦେଖିଲେ। ଶିକ୍ଷା ପ୍ରତ୍ୟାଖ୍ୟାନ ଶେଷ ଭଳି ଲାଗିପାରେ, କିନ୍ତୁ ପ୍ରଭୁଙ୍କ ହାତରେ ଏହା କୌଣସି ମହାନ କାର୍ଯ୍ୟର ଆରମ୍ଭ ହୋଇପାରେ। ଦୁନିଆ ଯାହାକୁ ଅସ୍ୱୀକାର କରେ, ପ୍ରଭୁ ତାକୁ ଅନେକ ଜୀବନକୁ ଛୁଇଁବା ପାଇଁ ବ୍ୟବହାର କରିପାରିବେ। ଏକ ଜୀବନ ଯାହା ଦୁର୍ବଳ ଲାଗେ, ତାହା ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା ଦେଇପାରେ। ଆଉ ସେ ମୋତେ କହିଛନ୍ତି, ଆମର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମର ଶକ୍ତି ସିଦ୍ଧ ହୁଏ। ଅତଏବ ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ସେଥିପାଇଁ ମୁଁ ଅତି ଆନନ୍ଦରେ ବରଂ ମୋହର ଦୁର୍ବଳତାରେ ଦର୍ପ କରିବି। 2 କରିନ୍ଥିୟ 12:9। ଏହି ଭିଡ଼ିଓ ସେହି ସମସ୍ତ ପିଲା ଏବଂ ପରିବାରକୁ ଉତ୍ସର୍ଗୀକୃତ ଯେଉଁମାନେ ଏହି କଠିନ ଯାତ୍ରା ଦେଇ ଗତି କରୁଛନ୍ତି। ଏହା ଅନେକ କାହାଣୀ ଦ୍ୱାରା ଅନୁପ୍ରାଣିତ, ଯାହା ମୁଁ ନିଜେ ଦେଖିଛି ଏବଂ ଅନୁଭବ କରିଛି। ଏହି ଅଦୃଶ୍ୟ ଲଢ଼େଇରେ ଆପଣଙ୍କୁ ଉତ୍ସାହିତ କରିବା ପାଇଁ ଏହି ବାର୍ତ୍ତା ବାଣ୍ଟିବାକୁ ଈଶ୍ୱର ମୋ ହୃଦୟରେ ଏକ ଗଭୀର ଭାର ଭରି ଦେଇଛନ୍ତି। ନିଜର ଛୋଟ ପିଲାମାନଙ୍କ ସହିତ ଏହି ସଂଘର୍ଷର ସମ୍ମୁଖୀନ ହେଉଥିବା ପିତାମାତାଙ୍କ ପାଇଁ ଆଶା ହରାନ୍ତୁ ନାହିଁ। ଯେତେବେଳେ ଦୁନିଆ ପ୍ରତ୍ୟାଖ୍ୟାନ କରେ, ଈଶ୍ୱର ଉଦ୍ଧାର କରନ୍ତି। ଯେତେବେଳେ ସମାଜ ଦୁର୍ବଳତା ଦେଖେ, ଈଶ୍ୱର ଶକ୍ତି ନିର୍ମାଣ କରନ୍ତି। ଦିନଗୁଡ଼ିକ ଯେତେ ଅନ୍ଧକାରମୟ ହେଉନା କାହିଁକି, କିମ୍ବା ଉନ୍ନତି ଯେତେ ଧୀର ମନେ ହେଲେ ମଧ୍ୟ, ଏହା ମନେ ରଖନ୍ତୁ, ଈଶ୍ୱର ଆପଣଙ୍କ ସାଥିରେ ଅଛନ୍ତି। ସେ ଆପଣଙ୍କ ପରିବାରକୁ ଭୁଲି ନାହାନ୍ତି ଏବଂ ଆପଣଙ୍କ ପିଲା ପାଇଁ ତାଙ୍କର ଏକ ସୁନ୍ଦର ଉଦ୍ଦେଶ୍ୟ ରହିଛି। ଆଗକୁ ବଢ଼ିବା ପାଇଁ ଏହି କାହାଣୀ ଆପଣଙ୍କୁ ଶକ୍ତି ପ୍ରଦାନ କରୁ।